ବୈଦ୍ୟୁତିକ କରେଣ୍ଟ ମାପ କରୁଥିବା ଉପକରଣର ନାମ କ'ଣ? ଅପସନ୍ ଏ ଭୋଲ୍ଟମିଟର, ଅପସନ୍ ବି ଆମ୍ମିମିଟର, ଅପସନ୍ ସି ଓମିମିଟର ଏବଂ ଅପସନ୍ ଡି ମଲ୍ଟିମିଟର। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଆମ୍ମିମିଟର। ବୈଦ୍ୟୁତିକ କରେଣ୍ଟ ମାପ କରୁଥିବା ଉପକରଣର ନାମ ହେଉଛି ଆମ୍ମିମିଟର। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଭେକ୍ଟର ପରିମାଣର ଉଦାହରଣ ଅଟେ? ଅପସନ୍ ଏ ଗତି, ଅପସନ୍ ବି ଦୂରତା, ଅପସନ୍ ସି ବେଗ ଏବଂ ଅପସନ୍ ଡି ତାପମାତ୍ରା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବେଗ। ବେଗ ଏକ ଭେକ୍ଟର ପରିମାଣର ଉଦାହରଣ ଅଟେ। ବିଜ୍ଞାନର ଶାଖାର ନାମ କ'ଣ ଯାହା କୋଷଗୁଡ଼ିକର ଗଠନ ଏବଂ କାର୍ଯ୍ୟକୁ ଅଧ୍ୟୟନ କରେ? ଅପସନ୍ ଏ ଇକୋଲୋଜି, ଅପସନ୍ ବି ଜେନେଟିକ୍ସ, ଅପସନ୍ ସି ଫିଜିଓଲୋଜି ଏବଂ ଅପସନ୍ ଡି ସାଇଟୋଲୋଜି। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସାଇଟୋଲୋଜି। ବିଜ୍ଞାନର ଶାଖାର ନାମ ସାଇଟୋଲୋଜି ଯାହା କୋଷଗୁଡ଼ିକର ଗଠନ ଏବଂ କାର୍ଯ୍ୟକୁ ଅଧ୍ୟୟନ କରେ। ଦି ଗଡ୍ ଅଫ୍ ସ୍ମଲ୍ ଥିଙ୍ଗସ୍ ବା ଛୋଟ ଜିନିଷର ଭଗବାନ ଉପନ୍ୟାସର ଲେଖକ କିଏ? ଅପସନ୍ ଏ ଅରୁନ୍ଧତୀ ରାୟ, ଅପସନ୍ ବି ସଲମାନ ରୁଶୁଡ଼ି, ଅପସନ୍ ସି ବିକ୍ରମ ସେଥ ଏବଂ ଅପସନ୍ ଡି କିରଣ ଦେଶାଇ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅରୁନ୍ଧତୀ ରାୟ। ଦି ଗଡ୍ ଅଫ୍ ସ୍ମଲ୍ ଥିଙ୍ଗସ୍ ବା ଛୋଟ ଜିନିଷର ଭଗବାନ ଉପନ୍ୟାସର ଲେଖକ ହେଉଛନ୍ତି ଅରୁନ୍ଧତୀ ରାୟ। ପ୍ରିଣ୍ଟିଂ ପ୍ରେସ୍ କିଏ ଉଦ୍ଭାବନ କରିଥିଲେ? ଅପସନ୍ ଏ ଜୋହାନ୍ସ ଗୁଟେନବର୍ଗ, ଅପସନ୍ ବି ବେଞ୍ଜାମିନ୍ ଫ୍ରାଙ୍କଲିନ୍, ଅପସନ୍ ସି ଜେମ୍ସ ଭଟ୍ ଏବଂ ଅପସନ୍ ଡି ନିକୋଲା ଟେସ୍ଲା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଜୋହାନ୍ସ ଗୁଟେନବର୍ଗ। ପ୍ରିଣ୍ଟିଂ ପ୍ରେସ୍ ଜୋହାନ୍ସ ଗୁଟେନବର୍ଗ ଉଦ୍ଭାବନ କରିଥିଲେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ଏବଂ ସାଇଡ଼ରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କର ଏବଂ ଆମର ଯୋଗାଯୋଗ ଅତୁଟ ରହିବ।